ପିଲାମାନେ ଆଜି ପଢ଼ିବା ତୁମର ୱିଟ୍ ଆଣ୍ଡ ୱାଇଜଡମ୍ର ଫାର୍ଷ୍ଟ ୟୁନିଟ୍ର ସେକେଣ୍ଡ ଚାପ୍ଟର। ଏଠି ଅଛି ତୁମର ଏ କଂକ୍ରିଟ୍ ଏକ୍ଜାମ୍ପଲ୍ ହେଲା। ତାହେଲେ ଏ କଂକ୍ରିଟ୍ ଏକ୍ଜାମ୍ପଲ୍ କହିଲେ କ'ଣ ଯେ ଗୋଟିଏ ପ୍ରତ୍ୟକ୍ଷ ବା ବାସ୍ତବ ଉଦାହରଣ ହେଲା। କ'ଣ ଗୋଟିଏ ତୁମର ବା ବାସ୍ତବ ଉଦାହରଣ ହେଲା। ତାହେଲେ ଇଟ୍ ରେଫର୍ସ ଟୁ ଏ, ଏଠି ଲେଖୁଛି ଇଟ୍ ରେଫର୍ସ ଟୁ ଏ କ୍ଲିୟର specific and real life example and specific and real life example ହେଲା। ତାହେଲେ that can be physical scene ହେଲା। physical scene touched or easily understood rather than an abstract or vague idea। ତାହେଲେ ଦେଖ, ତାହେଲେ ଯେଉଁ ଆମର କଂକ୍ରିଟ୍ ଏକ୍ଜାମ୍ପଲ୍ ଯେଉଁ ଅଛି ସେ କହିଲା କ'ଣ ପ୍ରତ୍ୟକ୍ଷ ବା ବାସ୍ତବ ଉଦାହରଣ। ତାହେଲେ ଇଟ୍ ରେଫର୍ସ ଟୁ ଏ clear and specific and real life example that can be physical seen, touched or easily understood। ତାହେଲେ ଆମେ ଏଇଟାକୁ କ'ଣ କରିପାରୁ ଯେ କଂକ୍ରିଟ୍ ଏକ୍ଜାମ୍ପଲ୍ କହିଲେ କ'ଣ ଇଏ ହେଉଛି ଆମର କ୍ଲିଅର୍ ଆଣ୍ଡ ସ୍ପେସିଫିକ୍ ଆଣ୍ଡ ରିଏଲ୍ ଲାଇଫ୍ ଏକ୍ଜାମ୍ପଲ୍, ଯେଉଁଟାକି ତୁମର କୌଣସି ସେଠାରେ ବାଧା ନଥିବ, ତାକୁ ଆମେ ପାର୍ଟ ମଧ୍ୟ କରିଥିବା। ତ ରିଏଲ୍ ଲାଇଫ୍ ଏକ୍ଜାମ୍ପଲ୍ ଯେଉଁଟାକି ଆକ୍ଚୁଆଲି ଆମେ ଅନୁଭବ କରିଥିବା, ଯେଉଁଟାକି ଆମେ ଫିଜିକାଲ୍ ସିନ୍ କରିଥିବା, ଦେଖିଥିବା ବାସ୍ତବରେ ଆମ ସମ୍ମୁଖରେ, କ୍ୟାନ୍ ବି ଟଚେଡ୍ ଆଉ ତାହାକୁ ଆମେ ଟଚ୍ କରିପାରୁଥିବା, ଅର୍ ଇଜିଲି ଅଣ୍ଡରଷ୍ଟୁଡ୍ ଆଉ ଏହାକୁ ବହୁତ ଭଲ ଭାବରେ ବୁଝିପାରୁଥିବା, ରେଦର୍ ଦେନ୍ ଆନ୍ ଆବଷ୍ଟ୍ରାକ୍ଟ ଅର୍ ଭିଗୁସ୍ ଆଇଡ଼ିଆ। ଆମେ ତାହା କୌଣସି ଆଇଡ଼ିଆସ୍ ମଧ୍ୟ ପ୍ରତ୍ୟକ୍ଷ ବାସ୍ତବ ଉଦାହରଣ ଦେଇପାରୁଥିବା। ଏଇଟାକୁ ହିଁ ଆମେ କହିଥାଉ କ'ଣ କଂକ୍ରିଟ୍ ଏକ୍ଜାମ୍ପଲ୍ ହେଲା। ବୁଝିଗଲା? ଦେଖ ଏଇଠି ତୁମର କ'ଣ ଦେଇଛି, ଲେଟ୍ ଅସ୍ ଡୁ ଦିସ୍ ଆକ୍ଟିଭିଟିଜ୍ ବିଫୋର୍ ୱି ରିଡ୍। ତାହେଲେ ଆମେ ଆଗକୁ ଯେଉଁ ପଢ଼ିବା ତା ପଢ଼ିବା ପୂର୍ବରୁ ଆମେ ଏଇ ଆକ୍ଟିଭିଟିଟାକୁ କରିନେବା ହେଲା। ସେ କହିଲା କ'ଣ ରିଡ୍ ଦ ନେମ୍ସ ଅଫ୍ ଆଇଟମ୍ସ ୟୁ ୟୁଜୁଆଲି ଫାଇଣ୍ଡ ଇନ୍ ଏ ଗାର୍ଡେନ୍ ଆଣ୍ଡ ରାଇଟ୍ ଦେୟାର ନେମ୍ସ ଏଗେନ୍ଷ୍ଟ ଇଚ୍ ପିକ୍ଚର ଗିଭେନ୍ ବିଲୋ। ତାହେଲେ ତୁମକୁ ଏଇଠି କିଛି ନାଁ ଦେଇଛି, ସେଇ ନାଁ ଗୁଡ଼ାକ ଆମେ ଏଇ ପିକ୍ଚର ତଳେ ଲେଖିବା ହେଲା। ଏ ପିକ୍ଚରକୁ ଆମେ ତିଆରି କରିବା ଆଉ ଏଇ ପିକ୍ଚର ତଳେ ସବୁ ଲେଖିବା, କେଉଁଟା କାହାର ହଉ ହେଲା। ଆମେ ଆଗ ଏ ନାଁ ଗୁଡ଼ାକୁ ଆଗ ଜାଣିବା ଯେ ଗାର୍ଡେନ୍ ହୋସ୍ ଦେଇଛି, ସ୍ପାର୍ଲିଂ ଦେଇଛି, ହେଜ୍ ଦେଇଛି, ଫ୍ଲାୱାର ବେଡ୍ସ ଦେଇଛି, ଫ୍ଲାୱାର ପଟ୍ ଦେଇଛି, ପେବେଲ୍ସ ଦେଇଛି, ରକରି ଦେଇଛି, ଫେନ୍ସି ଦେଇଛି, ଭେନ୍ ଦେଇଛି, ଆଉ ହ୍ୱାଇଲ୍ ବର ଦେଇଛି। ତାହେଲେ ଏ ତାର ମିନିଂ ଗୁଡ଼ାକୁ ଆଗ ଜାଣିବା ପାଇଁ ପଡ଼ିବ, ତାପରେ
आम एगुड़ा बसईदे है। देख हुईल बेर कौन जे ये गोटे हूँ तुमर ठेला गाड़ी कौन ठेला गाड़ी है। तापर देला तुमर गार्डन हॉर्स कहले कौन जे एठी साइड रे मुझे लिखि दूची गार्डन हॉर्स कहले तुमर गोटे पाइप थिवो है। जमीतिका तुमर बगीचार पाइप सब थाए कि तुम स्प्रिंकलिंग पाई जमीतिका पाइप सब लगी थाए पानी सब झिंटू थाओ एटा हूँ तुम्हें कही पार झरा एटा हूँ तुमर पानी पाइप आम जदि कहवा पानी पाइप हाँ। तापर स्पार्लिंग कहले कौन जोटा आमर चारा गछ कौन चारा गछ। तापर हेजटा हूँ कौन जे ये हूँ तुमर छोट छोट गुड़मर बुदा बा बेसी बड़ गछ नथिबो आमे कहि पारबा बुदा है। गुड़म बुदा बा कहि पारबा छोट गछर बुदाड़िया अंचल है ये आम लिखिपर। तापर देला देखो फ्लावर मान तो तुम जान फूल बेड्स कहले भी तुम्हें जान बिछना ताले ये हूँ फूल बिछना है। फूल बिछना बा तुम्हें कहि पार जोटा कि एक प्रकार फूलर बगीचा है। तापर देला फ्लावर पॉट कहले जान पॉट कहले पात्र ताले फूल कुंड है ये है फूल कुंड। तापर देला तुमर पिबेल्स कहले कौन जोटा कि छोट छोट गोड़ी है छोट छोट गोड़ी तापर देला रकोरीटा कौन एठी लिखि दूची है रकोरी हूँ जोटा कि पथर थिवो आ ता सहित कंटाड़िया गछ थिवो है। पथर संधि रे छोट गछ है ये हूँ रकोरी। तापर तुम देला फैंसी कौन एटी लिखुची फैंसी हूँ बाड़ तार बाड़ कि तुम्हें बाड़। भेन हूँ लता कौन लता है बुझीगला। ये है कौन तुमरो हेज है ये है हेज। गुड़मबुदा ये है तुम कौन फ्लावर पॉट ये है फ्लावर पॉट। तापर ये है व्हाइल बेरो पवेल्स है। ये है तुम स्पार्लिंग ये होला तुम गार्डन हॉर्स।
ଏ ହେଲା ତୁମର ଭ୍ୟାନ୍, ଏ ହେଲା ତୁମର ଫ୍ଲାୱାର ବେଡ୍, ଏ ହେଲା ରକୋରୀ, ଫେନ୍ସି ହେଲା। ତାହେଲେ ଏପରିକା ସବୁ ତୁମେ ଜାଣିପାରିଲ। ବର୍ତ୍ତମାନ ଆମେ ପଢ଼ିବା, ବୁଝୁଛି? ଲେଟ୍ ଅସ୍ ରିଡ୍, ଚାଲ ପଢ଼ିବା। ଏଠି 2 ଜଣ ଅଛନ୍ତି, ଗୋଟେ ପୁରୁଷ ପିଲା ଆଉ ଗୋଟେ ମହିଳା। ଏଇଠି ଦେଖ ଗୋଟେ ଗାର୍ଡେନ ଅଛି ନା, ଏଇଟା କି କଂକ୍ରିଟ ଏକ୍ସାମ୍ପଲ। ଏଠି ଗୋଟେ ଗାର୍ଡେନ ଅଛି, ଆଉ ଏଇ ଗାର୍ଡେନରେ ଦେଖ ତୁମର ଏଗୁଡ଼ା ପଥରର ରାସ୍ତା କରାହେଇଛି। ଏପଟେ କିଛି ଫୁଲ ଫୁଟିଛି ହେଲା। ଏପଟେ ଦେଖୁଛ ନା କିଛି ପାଣି ପଡ଼ୁଛି, ଆଉ ଏଠି ଦେଖ ଗୋଟେ ଛୋଟ ପୋଖରୀ ଅଛି। ଏଠି ବି ଫୁଲ ଫୁଟିଛି, ବୁଝୁଛି ନା? ଏଇପରିଆ ସବୁ ତୁମର ଅଛି। ଦେଖ ପଢ଼ିବା, ତାହେଲେ ଜାଣିବା କ'ଣ କ'ଣ ଅଛି, କ'ଣ କହୁଛନ୍ତି, କ'ଣ କଥାବାର୍ତ୍ତା ହେଉଛନ୍ତି, ବୁଝୁଛି? କିଏ କିଏ କଥାବାର୍ତ୍ତା ହେଉଛନ୍ତି ଏବେ ପଢ଼ିଲେ ଆମେ ଜାଣିପାରିବା। ଦେଖ ଏଠି କହିଲା କ'ଣ, ମାଇ ନେକ୍ସଟ ଡୋର ନାଇବର ମିସେସ୍ ଜନ୍ସ has got a garden full of stones, a crazy path, a lily pond, a rockery, and just beyond, a sandal with a strange device which Mrs. John thinks rather nice. ତାପରେ ଦେଖ କ'ଣ ଦେଲା, my next door neighbor Mrs. John, my next door neighbor Mrs. Jones puts little plants between the stone. They are so delicate and small that don't mean anything at all. I cannot think how she gets them in unless she plants them with a pin. My next door neighbor Mrs. Jones once asked me round to see her stones. We stood and talked about a flower for quite a quarter of an hour. Where is this lovely things? I cried. You are standing on it, she replied. ये लिखिଛନ୍ତି କିଏ? ଆମର ଏଠି ପୋଏଟ୍ କିଏ? ଯେ ରେଜିନାଲ୍ଡ ଆର୍କଲେସ୍। କିଏ? ରେଜିନାଲ୍ଡ ଆର୍କଲେ। ବହୁତ ସୁନ୍ଦର ଭାବରେ ଲେଖିଛନ୍ତି। ତାକୁ ଆମେ ପଢ଼ିବା, ଏବେ ଜାଣିବା, ଦେଖିବା କ'ଣ କହୁଛନ୍ତି। ଦେଖ ସେ କହିଲା କ'ଣ, ଯେ my next door neighbor Mrs. Jones has got a garden full of stone. ତାହେଲେ the speaker describe their next door neighbor Mrs. Jones who has a very unusual garden for a stone instead of grass or soil ହେଲା। he garden has a crazy stone path, a lily pond, a rockery, and even a sandal. She carefully puts tiny plants between the stones, even though they are so small they seem unimportant. ଆଉ ସେ କହିଛି କ'ଣ, ଯେ one day Mrs. John invited the speaker to see her garden. While they are talking and admiring a flower, the speaker asks where the flower is. তারপর Mrs. Jones replies that the speaker it actually standing on it, showing how small and hiding the plants are among the stone. ବୁଝୁଛି ନା? ତାହେଲେ ଏଠି ଯେଉଁ ଆମର ସ୍ପିକର ତାଙ୍କର ଯେଉଁ ପାଖରେ ଥିବା ପଡ଼ୋଶୀକୁ ସେ ଡାକିଛନ୍ତି
ଆଉ ଡାକିକି ଦେଖାଉଛନ୍ତି ମିସେସ୍ ଜନ୍ ହୁ ହାଜ୍ ଏ ଭେରି ଅନୟୁଜୁଆଲ୍ ଗାର୍ଡେନ୍ ଫର୍ ଫୁଲ୍ ଅଫ୍ ଷ୍ଟୋନ୍ ଇନଷ୍ଟେଡ୍ ଅଫ୍ ଗ୍ରାସ୍ ଆଣ୍ଡ ସଏଲ୍। ତାହେଲେ ଗୋଟେ ତାଙ୍କର ଅନୟୁଜୁଆଲ୍ ଗାର୍ଡେନ୍ ଅଛି ଯେଉଁଟାକି ସେମାନେ ବ୍ୟବହାର କରୁନାହାନ୍ତି ଗାର୍ଡେନ୍ଟି ସେମିତି ହିଁ ଅଛି। ତ ସେଇ ଗାର୍ଡେନ୍ଟାକୁ ଡାକିକି ଦେଖାଉଛନ୍ତି। ଆଉ ଏଠାରେ କ'ଣ ଅଛି ଯେ ଫୁଲ୍ ଅଫ୍ ଷ୍ଟୋନ୍ ଅଛି ଆଉ ଫୁଲ୍ ଅଫ୍ ଷ୍ଟୋନ୍ ଇନଷ୍ଟେଡ୍ ଅଫ୍ ଗ୍ରାସ୍ ଅର୍ ସଏଲ୍ ମାନେ ଘାସ ଆଉ ଯେଉଁ ମୃତ୍ତିକା ପ୍ରତିବଦଳରେ ତାଙ୍କର ଗାର୍ଡେନ୍ଟି କେବଳ ପରିପୂର୍ଣ୍ଣ ହେଇଛି କେଉଁଥିରେ ପଥରରେ ପରିପୂର୍ଣ୍ଣ ହେଇଛି ହେଲା। ଆଉ ଗୋଟେ ତାଙ୍କର ସେଠି ଅଛି କ'ଣ କ୍ରେଜି ଷ୍ଟୋନ୍ ପେଥ୍ ଏ ଲିଲି ପଣ୍ଡ ଏ ରକୋରୀ ଆଣ୍ଡ ଇଭେନ୍ ଏ ସଣ୍ଡିଲ୍ ହେଲା। ଦେଖ ଆମେ ପଢ଼ି ଯିବା। ତାହେଲେ ମାଇ ନେକ୍ସଟ ଡୋର୍ ନାଇବର ମିସେସ୍ ଜନ୍ସ ଏଠି ସେ ତାଙ୍କର ନେକ୍ସଟ ଡୋର୍ ନାଇବରକୁ ଡାକିଛନ୍ତି କି ମିସେସ୍ ଜନ୍ସକୁ ହେଲା। ହାଜ୍ ଗୋଟ୍ ଏ ଗାର୍ଡେନ୍ ଫୁଲ୍ ଅଫ୍ ଷ୍ଟୋନ୍ ଆଉ ଯେଉଁ ଗାର୍ଡେନ୍ଟା ତାଙ୍କର କ'ଣ ହେଇକି ଅଛି ଫୁଲ୍ ଅଫ୍ ଷ୍ଟୋନ୍ ଇନଷ୍ଟେଡ୍ ଅଫ୍ ଗ୍ରାସ୍ ଆଣ୍ଡ ସଏଲ୍ ହେଲା। ଘାସ ଆଉ ମୃତ୍ତିକା ପ୍ରତିବଦଳରେ ତାଙ୍କର ଗାର୍ଡେନ୍ଟି ସମ୍ପୂର୍ଣ୍ଣ ଭାବରେ ପଥରରେ ପରିପୂର୍ଣ୍ଣ ହେଇଛି। ଆଉ କ'ଣ ଅଛି ଏ କ୍ରେଜି ପେଥ୍ ଏ ଲିଲି ପଣ୍ଡ କ୍ରେଜି ପେଥ୍ କହିଲେ ୟୁନିକ୍ ବୋଲି କହିପାରିବା ହେଲା। ତାହେଲେ ଏ କ୍ରେଜି ପେଥ୍ ଯେଉଁଟାକି ତୁମର ଅଜବ କ'ଣ ଅଜବ ଟାଇପ୍ର ହେଲା। ଏଠି ଏକ୍ସକ୍ଲାମେଡ୍ କହିପାରିବା ଏକ୍ସକ୍ଲାମେଡ୍ ବୁଝୁଛି ହେଲା। ଆଉ ଗୋଟେ ଲିଲି ପଣ୍ଡ ଗୋଟେ ଯେଉଁଟାକି ତୁମର କଇଁ ଫୁଲ ହେଲା। କଇଁ ଫୁଲ ପୋଖରୀ ଗୋଟେ ତାହେଲେ କଇଁ ଫୁଲ ପୋଖରୀ ମଧ୍ୟ ଗୋଟେ ଅଛି। ଆଉ ଏ ରକୋରୀ ଆଣ୍ଡ ଜଷ୍ଟ ବେୟଣ୍ଡ ଆଉ କ'ଣ ହେଇଛି ଯେ ଏଇ ଯେଉଁ ଅଜବ ପଥ ଆଉ ତାଙ୍କର ଯେଉଁ ଗୋଟେ କଇଁ ଫୁଲର ଗୋଟେ ଯେଉଁ ପୋଖରୀ ଅଛି ହେଲା। ଆଉ ସେଇଟା କେମିତିକା ଯେ ସିଏ ତାଙ୍କର ଯେଉଁ ରାସ୍ତାଟା ଅଛି ସେଇଟା ଗୋଟେ ରକୋରୀ ମାନେ ପଥୁରିଆ ଆଉ ଜଷ୍ଟ ତାର ଆର ପାଖରେ ସେଇ ଯେଉଁ ରାସ୍ତାର ଆର ପଟକୁ ଗୋଟେ ବେୟଣ୍ଡ କହିଲେ କ'ଣ ଯେ ଆର ପଟକୁ କ'ଣ ଅଛି ଗୋଟେ ତାଙ୍କର ଲିଲି ପଣ୍ଡ ଅଛି ହେଲା। ଏ ସଣ୍ଡିଲ୍ ୱିଥ୍ ଏ ଷ୍ଟ୍ରେଞ୍ଜ ଡିଭାଇସ୍ ସଣ୍ଡିଲ୍ କହିଲେ କ'ଣ ଯେ ଆମେ କହିପାରିବା ଗୋଟେ ସୂର୍ଯ୍ୟ ଘଡ଼ି ହେଲା। କ'ଣ ସୂର୍ଯ୍ୟ ଘଡ଼ି ଦେଖିଛ ଯେମିତିକା ତୁମର ସୂର୍ଯ୍ୟ ଯେଉଁ ଗୋଟେ ଯିବ ତୁମର ଛାଇ ସବୁଆଡ଼େ ପଡ଼ି ଯିବ ହେଲା। ସେ ହେଲା ସୂର୍ଯ୍ୟ ଘଡ଼ି। ତୁମେ ସେଇଠୁ ଜାଣିପାରିବ ଯେ ସମୟ କେତେ ହେଇଛି। ତାହେଲେ ସେଇଟା ଗୋଟେ ୱିଥ୍ ଏ ଷ୍ଟ୍ରେଞ୍ଜ ଡିଭାଇସ୍ ଗୋଟେ ଷ୍ଟ୍ରେଞ୍ଜ କହିଲେ ଅଚିହ୍ନା ଅଜଣା ଗୋଟେ ଜିନିଷଟି ହେଲା। ହୁଇଚ୍ ମିସେସ୍ ଜନ୍ ଥିଙ୍କ୍ସ ରେଦର ନାଇସ୍ ଆଉ ଯାହାକୁ ମିସେସ୍ ଜନ୍ ବହୁତ ପସନ୍ଦ କରନ୍ତି ହେଲା। ବୁଝୁଛି। ତାପରେ ଦେଖ ମାଇ ନେକ୍ସଟ ଡୋର୍ ନାଇବର ମିସେସ୍ ଜନ୍ସ ପୁଟ୍ସ ଲିଟିଲ୍ ପ୍ଲାଣ୍ଟସ୍ ବିଟୱିନ୍ ଦ ଷ୍ଟୋନ୍ସ ଆଉ କ'ଣ ହେଇଛି ସେ କହୁଛି ମୋର ପଡ଼ୋଶୀ ମିସେସ୍ ଜନ୍ସ ନାଇବର କହିଲେ କ'ଣ ପଡ଼ୋଶୀ ପୁଟ୍ସ ଲିଟିଲ୍ ପ୍ଲାଣ୍ଟସ୍ ବିଟୱିନ୍ ଦ ଷ୍ଟୋନ୍ ଆଉ ପଥର ମଧ୍ୟରେ ଛୋଟ ଛୋଟ ଗଛ ସେ ଲଗେଇଛନ୍ତି ବା ଲଗାନ୍ତି ବୁଝିହେଉଛି। ଦେ ଆର୍ ସୋ ଡେଲିକେଟ୍ ଆଣ୍ଡ ସ୍ମଲ୍ ଆଉ ସେଗୁଡ଼ିକ କ'ଣ ଡେଲିକେଟ୍ କହିଲେ ସୂକ୍ଷ୍ମ ହେଲା। ଡେଲିକେଟ୍ ଏଠି ଲେଖିଦେଉଛି ଡେଲିକେଟ୍ ସେଇ ପଥର ମଧ୍ୟରେ ଯେଉଁ ସେ ଗଛ ଲଗାନ୍ତି ସେଗୁଡ଼ାକ କେମିତିକା ବହୁତ ଛୋଟ ହେଲା। ଛୋଟ ଗଛ ଗୁଡ଼ାକ ସେ ଲଗେଇଥାନ୍ତି। ଦେ ଡୋଣ୍ଟ ମିନ୍ ଏନିଥିଙ୍ଗ ଆଟ୍ ଅଲ୍ ଆଉ ସେ କହୁଛନ୍ତି ଯେ ଯେତେ ସବୁ ଏଇ ତାଙ୍କର ଛୋଟ ଗଛ ସବୁ ଲଗାନ୍ତି ହେଲା ତ ଏଇ ଲଗେଇବାର ତାର କୌଣସି ତାଙ୍କ ପାଖରେ ମିନିଂ ନାହିଁ
ବା ତାଙ୍କ ପାଖରେ କୌଣସି ଅନୟୁଜୁଆଲ ହେଲା ବ୍ୟବହାରରେ କୌଣସି ବ୍ୟବହାର ଲାଗେ ନାହିଁ। ତ ଏଇ ହିସାବରେ ସେ କହିଛନ୍ତି ଦେ ଡୋଣ୍ଟ ମିନ୍ ଏନିଥିଙ୍ଗ ଆଟ୍ ଅଲ୍, ତାର ମୂଲ୍ୟ କିଛି ନାହିଁ ବୋଲିକା ସେ କହୁଛନ୍ତି। ଆଇ କ୍ୟାନଟ୍ ଥିଙ୍କ ହାଉ ସି ଗେଟ୍ସ ଦେମ୍ ଇନ୍, ଆଉ ମୁଁ ଭାବି ପାରୁନାହିଁ ସେ କେମିତି ଲଗାନ୍ତି। ତାପରେ ଅନଲେସ୍ ସି ପ୍ଲାଣ୍ଟସ୍ ଦେମ୍ ୱିଥ୍ ଏ ପିନ୍, ଆଉ ସେ କହୁଛନ୍ତି ଯେ ଏଇ ଯେଉଁ ଲଗାଉଛନ୍ତି ଏଇ ପ୍ଲାଣ୍ଟ ଗୁଡ଼ାକ ହେଲା ୱିଥ୍ ଏ ପିନ୍, ସେ କୌଣସି ଏକ ପିନ୍ ଦ୍ୱାରା ଲଗାନ୍ତି। ଯେହେତୁ ଛୋଟ ଛୋଟ ଏଇ ଯେଉଁ ପଥର ସନ୍ଧିରେ ଯେଉଁ ଲଗାନ୍ତି ଗଛ ଗୁଡ଼ାକ, ଯେ ସେମାନେ କେମିତି ଗୋଟେ କୌଣସି ଏକ ପିନ୍ ଦ୍ୱାରା ତାହାକୁ କେମିତି ଲଗେଇଥାନ୍ତି ହେଲା। ଅନଲେସ୍ ସି ପ୍ଲାଣ୍ଟସ୍, ଯେଉଁଟାକି ଯେଉଁଗୁଡ଼ାକର କୌଣସି ଆବଶ୍ୟକ ନାହିଁ, ବୁଝୁଛି। ତାପରେ ଦେଖ ମାଇ ନେକ୍ସଟ ଡୋର୍ ନାଇବର ମିସେସ୍ ଜନ୍, ମୋ ପଡ଼ୋଶୀ ମିସେସ୍ ଜନ୍ ୱାନ୍ ଆସ୍କଡ୍ ମି ରାଉଣ୍ଡ ଟୁ ସି ହର୍ ଷ୍ଟୋନ୍, ତାପରେ ସେ କହୁଛନ୍ତି ଯେ ଥରେ ମୋତେ ପଚାର ହେଲା, କୁହ ଯେ ରାଉଣ୍ଡ ଟୁ ସି ହର୍ ଷ୍ଟୋନ୍, ଆସ୍କଡ୍ ମି ରାଉଣ୍ଡ ଟୁ ସି ହର୍ ଷ୍ଟୋନ୍, ଏଇ ଯେଉଁ ପଥର ଗୁଡ଼ିକୁ ଥରୁଟିଏ ତୁମେ ଦେଖ। ୱି ଷ୍ଟୁଡ୍ ଆଣ୍ଡ ଟଲ୍କ ଏବାଉଟ୍ ଏ ଫ୍ଲାୱାର, ଆମେ ଏକ ଫୁଲ ବିଷୟରେ ଫର୍ କ୍ୱାଇଟ୍ ଏ କ୍ୱାର୍ଟର ଫର୍ ଆନ୍ ହର୍, ଆଉ ଆମେ ଏକ ଫୁଲ ବିଷୟରେ 15 ମିନିଟ୍ ଧରି କଥା ହେଲୁ, ବୁଝୁଛି ନା। ସେ କହୁଛି ଆଉ ସେଠାରେ ଛିଡ଼ା ହେଲୁ, ଆଉ ସେ ଫୁଲ ବିଷୟରେ କଥା ହେଲୁ କେତେ ସମୟ, ଫର୍ କ୍ୱାଇଟ୍ ଏ କ୍ୱାର୍ଟର ଫର୍ ଆନ୍ ହର୍, ମାନେ ଯେଉଁଟାକି 15 ମିନିଟ୍ ଧରିକି ଆମେ କଥାବାର୍ତ୍ତା ହେଲୁ। ହ୍ୱେୟାର ଇଜ୍ ଦ ଲଭଲି ଥିଙ୍ଗସ୍ ଆଇ କ୍ରାଇଡ୍, ଆଉ ଏହି ସୁନ୍ଦର ଜିନିଷଟି କେଉଁଠି ମୁଁ ପଚାରିଲି ହେଲା। ୟୁ ଆର୍ ଷ୍ଟାଣ୍ଡିଂ ଅନ୍ ଇଟ୍ ସି ରିପ୍ଲାଏଡ୍, ଆଉ ସେ କ'ଣ କହିଲା, ୟୁ ଆର୍ ଷ୍ଟାଣ୍ଡିଂ ଅନ୍ ଇଟ୍, ତାହେଲେ ତୁମେ ସେଠାରେ ଛିଡ଼ା ହୋଇଛ, ସେ କହିଲା ହେଲା। ୟୁ ଆର୍ ଷ୍ଟାଣ୍ଡିଂ ଅନ୍ ଇଟ୍, ବା ତୁମେ ଏଠାରେ ତୁମେ ଛିଡ଼ା ହେଇଛ। ତାହେଲେ ସେ ଯେତେବେଳେ କି କହୁଛି ଯେ ହ୍ୱେୟାର ଇଜ୍ ଦ ଲଭଲି ଥିଙ୍ଗସ୍, ସେ ଚାରିଆଡ଼େ ବୁଲିଲା, ବୁଲି ସାରିକି ଦେଖିଲା ପଥର ଦେଖିଲା, ଫୁଲ ଦେଖିଲା, କିନ୍ତୁ ସିଏ ଆଉ କହୁଛି ତାପରେ ଯେ once asked me round to see her stone, where is the lovely thing, ସେଇ ସୁନ୍ଦର ଜିନିଷଟି କେଉଁଠି ଅଛି, you are standing on it, ଆଉ ସେଇ ସୁନ୍ଦର ଜିନିଷଟି ଯେଉଁଠି ତୁମେ ଛିଡ଼ା ହେଇଛ ସେଇଟା ହିଁ ତୁମର ଗୋଟେ ସୁନ୍ଦର ଜିନିଷ ବୋଲିକି ସେ ରିପ୍ଲାଏ ଦେଲା। ଯେତେ ସବୁ ତୁମେ ଦେଖିଲ ଏଠି ତୁମର ଦେଖ ଏଠି ଦେଖିଲ ଯେତେ ଘାସ ଗାଲିଚା, ପଥର, ବୁଝୁଛି ନା, ଆଉ ଫୁଲ, ପଣ୍ଡ, ଏଗୁଡ଼ା ପଥର, ଆଉ ଏଠି ଦେଖ ତୁମର ସବୁ ଅଛି ରକରି, ଏଗୁଡ଼ା ରକରି ପଥରରେ ଯେଉଁ ଛୋଟ ଛୋଟ ସେ ଲଗେଇଛନ୍ତି ଫୁଲ, ବୁଝୁଛି। ତ ଏଇଗୁଡ଼ା ହିଁ ସେ କହୁଛନ୍ତି ଏଇଗୁଡ଼ା ହିଁ କଂକ୍ରିଟ ଏକ୍ସାମ୍ପଲ୍, ଯାହା ଦେଖିଲ ଏଇଟା ହିଁ ତୁମର ଗୋଟେ କ'ଣ ଲଭଲି ଥିଙ୍ଗସ୍, ଯେତେ ସବୁ ଦେଖିଲ ଏଗୁଡ଼ା ହେଉଛି ଲଭଲି ଥିଙ୍ଗସ୍, ଏଇଟାକୁ ସେ ପ୍ରତିପାଦନ କରିକି କହିଛନ୍ତି। ହେଇଥିଲା ତୁମର କଂକ୍ରିଟ ଏକ୍ସାମ୍ପଲ୍। ତାହେଲେ ଆମେ ଆଗକୁ ନେକ୍ସଟ କ୍ୱେଶ୍ଚନ୍ ଆନ୍ସର୍ ସବୁ କରିବା। ତ ତୁମେମାନେ ଭିଡ଼ିଓକୁ ତୁମର ସାଙ୍ଗମାନଙ୍କ ସହିତ ସେୟାର କରିଦିଅ, ବୁଝୁଛି ନା, ସେମାନେ ମଧ୍ୟ ଜାଣନ୍ତୁ ପଢ଼ିକି ବହୁତ ସୁନ୍ଦର ପୋଏଟ୍ଟି ହେଲା। ଆଉ ଗୋଟେ କମେଣ୍ଟ ମଧ୍ୟ କରିବ, ବୁଝୁଛି। କେମିତି ଲାଗିଲା କମେଣ୍ଟ କରିକି ଜଣାଇବ, ଲାଇକ୍ କରିବ, ବୁଝୁଛି। ଗୋଟେ କରିବ। ହଉ, ଥ୍ୟାଙ୍କ ୟୁ ପିଲାମାନେ, ଯିବା।